ସେଦିନ ଥିଲା 2022 ମସିହା ମେ ମାସ 3 ତାରିଖ ମଙ୍ଗଳବାର, ଯେଉଁଦିନ କି ମୁଁ ମା' ହେବାର ସୌଭାଗ୍ୟ ଅର୍ଜନ କରିଥିଲି। ମୁସଲମାନମାନଙ୍କର ଇଦୁଲ ଫିତର ଏବଂ ହିନ୍ଦୁମାନଙ୍କର ଅକ୍ଷୟ ତୃତୀୟା ପର୍ବ ସମସ୍ତେ ଧୁମଧାମରେ ପାଳନ କରୁଥିଲେ। ଠିକ୍ ସକାଳ 7:45ରେ କୁଆଁ କୁଆଁ କରି ଆମ ଘରକୁ ମା' ଲକ୍ଷ୍ମୀ ଆସିଥିଲେ। ତାକୁ ଦେଖି ସମସ୍ତେ ବହୁତ ଖୁସି ଥିଲେ, କିନ୍ତୁ ସେ ଖୁସି ଭିତରେ ଗୋଟେ ବହୁତ ବଡ଼ ଦୁଃଖ ରହିଯାଇଥିଲା। ମୋ ଦିଅର ସବୁଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ଡେଥ୍ର 7 ଦିନ ଦିନ ମୋ ଝିଅ ଜନ୍ମ ହୋଇଥିଲା। ସମସ୍ତେ ବହୁତ ଭାଙ୍ଗି ପଡ଼ିଥିଲେ। ମାତ୍ର ମୋ ଝିଅ ଦୀପଶିଖାଟିଏ ହୋଇ ଅନ୍ଧାର ଘରକୁ ଚାଲି ଆସିଛି। ତାକୁ ଦେଖି ସମସ୍ତେ ମୋ ଦିଅରର ଦୁଃଖକୁ ଭୁଲି ଯାଇଥିଲେ। ମୋ ସ୍ୱାମୀ ତାଙ୍କ ସାନ ଭାଇଙ୍କ ବହୁତ ଭଲ ପାଉଥିଲେ, ଆଉ ତାଙ୍କର ଏମିତି ଅକାଳ ବିୟୋଗରେ ବହୁତ ଭାଙ୍ଗି ପଡ଼ିଥିଲେ। ମୋ ଝିଅକୁ ଧରିଲା ପରେ ଧୀରେ ଧୀରେ ସବୁ ଭୁଲିବାକୁ ଲାଗିଲେ। ତା'ର ହସ ଚାହାଣି ଯେମିତି ତାଙ୍କ ଭାଇଙ୍କ କଥା କିଛି ମନେ ପକାଇ ଦେଉନଥାଏ। ଆଜିକୁ ପୁରା 2 ବର୍ଷ ହୋଇଗଲା। ଡେଲିଭରି ରୁମ୍ରେ ତା' ପାଇଁ ଯେତିକି କଷ୍ଟ ପାଇଥିଲି, ବୋଧେ ସେତିକି କଷ୍ଟ ସେ ଲିଭେଇ ଦେଇ ସାରିଲାଣି। ମୋ ଝିଅ ତା'ର ଖୁଟିକିଟିକି କଥା, ତା'ର ହସ, ଆଉ ଯେତେବେଳେ ମା' କହିକି ଆସି ମୋତେ କୁଣ୍ଢେଇ ଦେଉଛି, ଆଉ ତା'ର ଗେଲ, ସେ ଦୁଃଖ କଷ୍ଟ ଯନ୍ତ୍ରଣା କୁଆଡ଼େ ଚାଲିଯାଇଛି। ଅକ୍ଷୟ ତୃତୀୟାରେ ଜନ୍ମ ହୋଇଥିଲା ବୋଲି ତା' ନାଁ ଦେଇଥିଲି ଅକ୍ସିତା। ଆଜି ତା' ଜନ୍ମଦିନରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରିଛି, ତାକୁ ସବୁବେଳେ ଖୁସିରେ ଆଉ ଭଲରେ ରଖନ୍ତୁ, ଆଉ ସବୁ ଜନ୍ମରେ ତୁ ମୋ ଝିଅ ହୋଇ ଜନ୍ମ ହେଉଥା। ୱିଶ୍ ୟୁ ହାପି ବାର୍ଥଡେ ମୋ ବାୟାଣୀ। ଲଭ୍ ୟୁ।